ବର୍ଷାରାଣୀ ବିଦାୟ ନେବା ପରେ ଆସିଛି ଶରତ। ଦୁଃଖ କଷ୍ଟ କ୍ଳାନ୍ତିକୁ ଲିଭେଇ ଦେଇଛି ସମସ୍ତଙ୍କ ମନରୁ। ଭରି ଦେଇଛି ଆନନ୍ଦ ଉତ୍ସାହ। ପ୍ରକୃତି ମାର କୋଳରେ ଫୁଟିଛି ସୌନ୍ଦର୍ଯ୍ୟର ଗୋଲାପ। ଲାଗୁଛି ପୃଥିବୀ ସବୁଜ ରଙ୍ଗର ଓଢ଼ଣୀ ନାଇଛି। ଓଢ଼ଣୀ ଭିତରୁ କାଶତଣ୍ଡି ଫୁଲର ସମ୍ଭାରକୁ ଦେଖିଲେ ମନେ ହେଉଛି ଧରଣୀ ହସୁଛି। ସେଇ ହସ ଦେଖିବାକୁ ଧାନବିଲ ଖମାଖାଲ ଜଙ୍ଗଲ ପାହାଡ଼ ଆବରି ବସିଛି ବଗପଙ୍କ୍ତି ପରି ଭସା ବାଦଲ। କେବଳ ଆବରି ନଥାଏ ତ କେତେ କ'ଣ ଛବି ଆଙ୍କୁଥାଏ ମନେ ମନେ। ଭକ୍ତକବି ମଧୁସୂଦନ ରାଓଙ୍କ କବିତାରେ ସାରି ସାରି କାଶତଣ୍ଡି ଫୁଲରେ ଧବଳ, ଆକାଶର ପ୍ରେକ୍ଷାପଟେ ରଙ୍ଗର ଅବିର, କାଶତଣ୍ଡି ଫୁଲେ ମୁହିଁ ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ। ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଆବେଗର ଭାଷାରେ ପୋଖରୀରେ କାଚ କିନ୍ତୁ ପାଣି, ପାଣିରେ ପଦ୍ମ କଇଁ ଫୁଲମାନଙ୍କ ମଧ୍ୟରେ ମୀନମାନେ ଖେଳୁଛନ୍ତି ନିର୍ଭୀକରେ। ଆଉ ଗାଁ ଭୁଆଁଶୁଣୀମାନେ ଦେହରେ ହଳଦୀ ମାଖି ହଲିଲା ପାଣିରେ ମୁହଁକୁ ଦେଖି ପ୍ରଗଳ୍ଭରେ ମାତିଛନ୍ତି। ଗାଁଠୁ ସହର ସବୁଠାରେ ଆରମ୍ଭ ହେଉଛି ପାର୍ବଣୀର ଋତୁ। ଏପଟେ ପେଟକୁ ଦାନା ଦେଉଥିବା ଚଷା ପୁଅର ଖୁସି କହିଲେ ନ ସରେ। ଛନ ଛନ କଳାମସମସ ଧାନ କିଆରିକୁ ଦେଖି ତା ମନ ବି କୁଣ୍ଢେ ମୋଟୁ। ଧାନ ଗଛରେ କେଣ୍ଡା ଧରିବ, ଅମଳ ହେଲେ ଘରକୁ ମା ଲକ୍ଷ୍ମୀ ଆସିବେ, ଆଉ ତା ଦୁଃଖ ଦୂର ହେବ। ସେପଟେ ସବୁଜ ବନାନୀ ମଧ୍ୟରେ କାକଳି ଶବ୍ଦ, କିଚିରି ମିଚିରି କୁ କା ଇତ୍ୟାଦି ପକ୍ଷୀମାନଙ୍କ ଶବ୍ଦରେ ମୋହିତ ହେଉଛନ୍ତି ଆବଳ ବୃଦ୍ଧ ବନିତା। ସତରେ ତେଲ ଲୁଣର ଦୁଃଖର ସଂସାର ଭିତରୁ କ୍ଷଣିଏ ବାହାରି ଯାଇ ଜୀବନକୁ ଉପଭୋଗ କରିବାର ଏଭଳି ସମୟ ଖୁବ୍ ନିଆରା। ତେଣୁ ଇଚ୍ଛା ହୁଏ ଶରତକୁ ସାରା ଜୀବନ ଜାବୁଡ଼ି ଧରି ରଖିବା ପାଇଁ। ୟା ଭିତରେ ପୁଣି ଆକାଶ ମେଘ ଶୂନ୍ୟ, କାଶତଣ୍ଡିର ସଫେଦ ଚାଦର। ମେଘମୁକ୍ତ ଆକାଶ ଆବାହନୀ ଜଣାଏ ମା'ଙ୍କୁ। ମା ଆସୁଛନ୍ତି ଆଉ ଦିନ କେତୁଟା ପରେ। ଏଇ ଅଳ୍ପ ଦିନର ଅପେକ୍ଷା, ତାପରେ ମା ଆସିଥିବେ।